जय जगन्नाथ जय माँ आद्याशक्ति। प्रिय श्रोता बंधु, आज आम आरंभ करने को जाऊे सप्तम अध्याय। द्रौपदी देवा पंचसुत बध करते द्रोण सुत जेमते दंडिले अर्जुन सप्तम अध्याय वर्णन। सौनक उवाच व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ହେଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମକୁ ଯେବେ ଦୟା। ଏମୁତେ କହି ମୁନି ପ୍ରସନ୍ନେ କୃଷ୍ଣ ମହିମା ଶୁଣି କନେ ସୁତ କହନ୍ତି ତ ସଚିତେ ମୁନି ଜନକର ବ୍ରତେ। ସୁତ ଉବାଚ ହେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସୌମ୍ୟ ପ୍ରାସ ନାମେ ତହିଁ ଅଶେଷ ମୁନି ଜନ ଏଣୁ ଅନେକ ଯଜ୍ଞ ସ୍ଥାନ ମଧ୍ୟେ ବଦରୀ ନାମେ ବନ ବ୍ୟାସଙ୍କ ନିୟତ ଆଶ୍ରମ। ସେ ବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତ କାଳେ ବିଷ୍ଣୁ ଭକ୍ତି କିଛି ମନେ ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି ତତ୍କ୍ଷଣେ ପ୍ରଭୁ ନର ହରି ମାୟା ସହିତେ ହେଲେ ଦୃଶ୍ୟ ଯେ ହରି ପୁରାଣ ପୁରୁଷ। ଯେ ମାୟା ତ୍ରିଗୁଣେ ଜଡ଼ିତ ଜାତ ଜଇଁରେ ହୋଇ ଗ୍ରସ୍ତ ଅସତ୍ୟ ସତ୍ୟ ପ୍ରାୟେ ମଣେ ଆତ୍ମାର ଗତି ନ ପ୍ରମାଣେ। ତେଣୁ ସେ ଜନ୍ମାଦି ଅନର୍ଥ ଜୀବକୁ ହୁଅଇ ପ୍ରାପତ ତାହାକୁ ଉଦ୍ଧାରିବା ଅର୍ଥେ କୃଷ୍ଣ ଭକ୍ତି ଯୋଗ ପଥେ। ଭଜିଲେ ଭାଗ ରଚିଲେ ଭାଗବତ ବାଣୀ ଏ ଜୀବତ କଲେ ଯାହା ଶୁଣି ଭକ୍ତି ଲଭେ କୃଷ୍ଣ ପାଦେ ନ ପଡ଼େ ଶୋକ ମୋହ ଦ୍ୱନ୍ଦ୍ୱେ। ସଂହିତା କରି ହରି ବାଣୀ ସୁଖ ମୁନି କି ପାଶେ ଆଣି ସ୍ୱଭାବି ତାଙ୍କ ନିଜ ସୁତ ହରଷେ ଦେଲେ ଭାଗବତ। ବିଦେଶେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ। ସୌନକ ଉବାଚ ମାୟା ନ ଲାଗେ ଯାର ଚିତ୍ତେ କି ପ୍ରୟୋଜନ ତାର ଗ୍ରନ୍ଥେ। ସୁଖ ସ୍ୱଭାବି ଆତ୍ମା ରାମ ତାହାର ଗ୍ରନ୍ଥେ କିବା ଶ୍ରମ। କାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେ ଯୁଗତେ ସଂଶୟ ଲାଗେ ଆତ୍ମଚିତ୍ତେ। ସୁତ ଉବାଚ ସ୍ୱଭାବେ ମୁନିଙ୍କର ଚିତ୍ତ ଗ୍ରନ୍ଥରେ ନୁହଁ ଗ୍ରନ୍ଥିତ ଗ୍ରନ୍ଥରେ ନୁହଁ ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି ପରମ ଆତ୍ମା ରୂପେ ପୁରୀ ତେଣୁ ଭକ୍ତି ଅତି ଲୋକେ କହନ୍ତି ଏକ କୁଆରେକେ। ସେ ସୁକ ମୁନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସେ ହରି କଥା ଭକତ ଜନଙ୍କର ଅର୍ଥେ ତାହାର ଶ୍ରମ ଭାଗବତେ। ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ ଭକତ ପରୀକ୍ଷିତ କଥା ପାଣ୍ଡୁ ନନ୍ଦନଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ବୀରେ ଗମିଲେ ବୀରପତେ ଭୀମସେନଙ୍କ ଗଦା ବାଜି ଦୁର୍ଯ୍ୟୋଧନର ଉରୁ ଭାଜି ପଳାଇ ଗଲା ପ୍ରାଣ ଡରେ ଲୁଚିଲା ବ୍ୟାସ ସରୋବରେ। ଏମନ୍ତେ ହୋଇଲା ରଜନୀ ଜଳେ ବାଳଇ ଭୟ ଘେନି କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି କୁଳେ। ବୋଲଇ ରାଜା ମୁଖ ଚାହିଁ
ମତେ ଯେ ନ କରିଲୁ ତୁଇ ଯୋଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବ କରି ତୋତେ ବସାନ୍ତି ରାଜକୁଳେ ଅଖଣ୍ଡ ବନି ମଣ୍ଡଳେ ଶୁଣିବ ଲଇ ନୃପବର ଏବେ ଓ ପାଣ୍ଡବା କର ଏବେ କରିଲି ସେନାପତି ଫେର ତୁମୋହର ଦୁର୍ଗତି ଏମନ୍ତ କହି ଅନ୍ଧ ବଳା ତାହାର ହସ୍ତେ ଜଳ ଦେଲା ଦ୍ରୋଣ କୁମର ବେଗେ ଉଠି ଧନୁ ଧଇଲା ଦୃଢ଼ ମୁଷ୍ଟି ମନ୍ତ୍ରୀଣ ନାରା ଚପେଶିଲା ପାଣ୍ଡବ ଶିବିରେ ପଡ଼ିଲା ଦ୍ରୌପଦୀ ପାଞ୍ଚ ଯେ କୁମରେ ଶୋଇ ନଥିଲେ ଅନ୍ତପୁରେ ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମୁହାଗର ଶୁଣି କମ୍ପିଲେ ଦିଗପାଳେ ପୁରିଲା ଭୂମି ଅନ୍ତରାଳେ ଅତି ନିନ୍ଦିତ କର୍ମ କଲା ଦଇବ ବସେ ଦ୍ରୋଣ ବଳା ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ ବିକଳେ କରଇ ରୋଦନ ତାପାସେ ମିଳିଲା ଅର୍ଜୁନ ଅନେକ ଶାନ୍ତି ବାକ୍ୟ କହି ବୋଲେ ଦ୍ରୌପଦୀ ମୁଖ ଚାହିଁ ଦ୍ରୋଣ କୁମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ ତେବେ ହରିବି ତୋର ଶୋକ ତୁ ଏବେ ଶିର ଚିତେ ଦେଖ ସେ ବ୍ରହ୍ମ ବନ୍ଧୁ ଆତତ୍ୟାୟୀ ତାହାର ବୋଧେ ଦୋଷ ନାହିଁ ଏମତେ ମଧୁର ବଚନେ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା ବାଳକ ବୋଧେ ଚନ ମନେ ପଳାଇ ଜୀବନର କ୍ଷଣେ ପଶିଲା ଯାଇ ଗରବନେ ରୁଦ୍ରଙ୍କ ଡରେ ଅର୍କ ଜେନେ ତାର ରକ୍ଷକ କେହି ନାହିଁ ଶ୍ରମେଣ ଅଶ୍ୱ ନବଳଇ ପ୍ରାଣ ରକ୍ଷଣେ ଦ୍ରୋଣ ସୁତ ମନେ ସୁମରି ବ୍ରହ୍ମସ୍ତ୍ର ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଶିରାକୁ ହସ୍ତେ ଧରି ସଂହାର ନ ଜାଣେ ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମଶିରା ନାମ ତେବେ ତେଜେ ବିରାଜେ ରବି ସମ ତାର ପ୍ରଚଣ୍ଡ ସତେଜ ଚାହିଁ କମ୍ପଇ ଅର୍ଜୁନର ଦେହି ବ୍ରହ୍ମସ୍ତ୍ରକୁ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ି ଅଭୟ ପାଦ ତଳେ ବୋଲଇ ଜୀବନ ବିକଳେ ଅର୍ଜୁନ ଉବାଚ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ପ୍ରସନ୍ନ ଜନ ଭୟହର ସଂସାର ଅନଳ ଦହନେ ଡରେ ସ୍ମରନ୍ତି ତୋତେ ଜନେ ତାହାଙ୍କୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି ଆଦି ପୁରୁଷ ଭଗବାନ ପ୍ରକୃତି ପରେ ତ ବିଶ୍ରାମ ସ୍ୱରୂପେ ମାୟାକୁ ସଂହାରୁ ପରମ ଆନନ୍ଦେ ବିହରୁ ଏଣୁ ତୋହର ଗତି ମୁଇଁ ମାୟାର ବଳେ ନ ଜାଣଇ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାର ଖଣ୍ଡିବ ବନିର ଭାର ତୋର ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ ଏକିଆ ସଇ କାଉଁ ତେଜେ ଆଚ୍ଛା ଦିଦିନି ପୁର ସେଜେ
ସ୍ୱଭାବେ ପ୍ରଚଣ୍ଡ ଦାରୁଣ, ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ, ତୋ ବିନୁ ଆନ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି, କହନ୍ତି ପ୍ରଭୁ ବ୍ରହ୍ମରାଶି। ଶ୍ରୀ ଭଗବାନୁବାଚ, ଜୀବନ ତୋରେ ତୃଣ ବଳା, ଜୀବନ ଡରେ ଦ୍ରୋଣ ବଳା। ଅତି ମାନୁଷ କର୍ମ କଲା, ମନ୍ତ୍ର ନ ଜାଣଇ ସଂଘାରେ। ବେଗେ ପେଶିଲା ପ୍ରାଣ ଡରେ, ଏହା ନିବାରେ ଶସ୍ତ୍ର ନାହିଁ। କେହି ନ ଜାଣେ ଦେହ ବହି, ତୁ ତ ସକଳ ଶସ୍ତ୍ର ଜାଣୁ। ଚଞ୍ଚଳ ଚିତ୍ତେ ନ ପ୍ରମାଣୁ, ଏ ବ୍ରହ୍ମଶସ୍ତ୍ର ତେଜ ଘୋର। ତୁ ବ୍ରହ୍ମଶସ୍ତ୍ରରେ ନିବାର। ସୁତ ଉବାଚ, ଶୁଣି ଗୋବିନ୍ଦ ମୁଖ ବାଣୀ, ଅର୍ଜୁନ ମନେ ମନେ ଗୁଣି। ତତ୍କ୍ଷଣେ ଆଗମନ ସାରି, କରିଣ ପ୍ରଦକ୍ଷିଣ ହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି, ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର, ମନ୍ତ୍ରୀ ପେଶିଲା ବାର ବାର। ଗଗନ ମଧ୍ୟେ ବେନି ସରେ, ଭୂମି କମ୍ପଇ ଥରରେ। ଅର୍କ ନଳ ପ୍ରାୟ ଦିଶି, ବେଢ଼ିଲେ ଦଶ। ଅର୍କ ନଳ ପ୍ରାୟ ଦିଶି, ବେଢ଼ିଲେ ଦଶ ଦିଗ ଗ୍ରାସୀ। ସେବେନି ଶସ୍ତ୍ର ତେଜ ରାଶି, ପ୍ରଳୟା ନଳ ପ୍ରାୟ ଦିଶି। ରହିଲା ପ୍ରାୟ ତ୍ରିଭୁବନ, ଦେଖି ଡରିଲେ ସର୍ବଜନ। କୃଷ୍ଣ ବୋଇଲେ ଶୁଣ ବୀର, ଅସ୍ତ୍ରେ ସେ ଅସ୍ତ୍ର କୁସଂହାର। ଯଉଁ କହିଲେ ଚକ୍ରପାଣି, ତତ୍କ୍ଷଣେ ସଂଘରିଲା ଆଣି। ରଥୁ ଓହ୍ଲାଇ ମହାରୋଷେ, ଧଇଲା ଅଶ୍ୱତ୍ଥମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି, ଆକର୍ଷି ପାତିଲା ଧରଣୀ। କରଚରଣ ତନୁ ଛନ୍ଦେ, ବେଗେ ବାନ୍ଧିଲା ମାଲ ବନ୍ଧେ। ବରୁଣ ପାଶ କୁସୁମରି, ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି, ରାଜସଦନେ ଦେବା ଦେଇ। ରଥର ଦଣ୍ଡେ ବାନ୍ଧେ ଆଣି, ଦେଖି ବୋଲନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧୁ ବତ୍ସଦ୍ରୋହୀ, ଏହାକୁ ଦଣ୍ଡେ ନ ଥୋଇ। ମନେ ତୁ ଅନ୍ୟ ନ ବିଚାର, ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ, ଥିଲେ ଯେ ନିଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ, ଏବେ କହିବା ପାର୍ଥ ଶୁଣ। ମର୍ତ୍ତ୍ୟ ପ୍ରମତ୍ତ ଉନ୍ମତ୍ତ, ବାଳ ବନିତା ନିଦ୍ରାଗତ। ଶରଣାଗତ ରଥହୀନ, ଯୁଧେ ଶଙ୍କିତ ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି, ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି, ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ, କେବେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି, ପ୍ରତିଜ୍ଞା କଲୁ ଗର୍ବ ବହି। ବୋଇଲୁ ନ କାନ୍ଦ ସୁନ୍ଦରୀ, ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ, ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା, ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣ ହର, ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର,
ବାଳକ ହନ୍ତାଏ ତୁମ୍ଭର, ଯାହାର ଆଶ୍ରେ ଭୋଗ କଲା, ତାର ପ୍ରିୟ ଏ ଚିନ୍ତିଲା। ଏଣୁ ଏ କୂଳ ପାଂଶୁ ପଛେ, ନିତ୍ୟ ଚଳଇ ଘୋର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ, କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ନ ଶୁଣଇ ତାହା, ଗୁରୁ ପୁତ୍ରକୁ କରି ଦୟା। ଯଦ୍ୟପି ଅଟେ ପୁତ୍ର ଦ୍ରୋହୀ, ତଥାପି ବୋଧେ ଇଚ୍ଛା ନାହିଁ। ତତ୍କ୍ଷଣେ ଉଠି ବୀର ପାର୍ଥ, ବଧନ କରି ଗୁରୁ ସୁତ। ଦ୍ରୌପଦୀ ଆଗେ ନେଇ ଦେଲା, ତରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ, ବନ୍ଧନ ପଶୁ ପ୍ରାୟ ଦେଇ। ଦ୍ରୌପଦୀ ତାର ମୁଖ ଚାହିଁ, ତତ୍କ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ରିପୁ ଏ ନିୟତ, ସ୍ୱଭାବେ ଦୃଢ଼ ଗୁରୁ ସୁତ। ଅନ୍ତରେ ନମସ୍କାର କଲା, ଅର୍ଜୁନ ମୁଖକୁ ଚାହିଁଲା। ବୋଲଇବେନି କର ଯୋଡ଼ି, ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ, ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ, ବିସର୍ଗ ସଂହାର ସଂଯମ। ସକଳ ଅସ୍ତ୍ର ଶସ୍ତ୍ର କଳା, ଯେ ଗୁରୁ କୋଳେ ଶିଖାଇଲା। ସେହିଟି ପୁତ୍ର ରୂପେ ଜାତ, ଆମ୍ଭଙ୍କୁ ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି, ଯୁକତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ଗଲା, ଯେଣୁ ଏ ପୁତ୍ର ତାର ଥିଲା। ତୁମ୍ଭେ ଧର୍ମଜ୍ଞ ମହାଭାଗ, ଏ ନୋହି ତୁମ୍ଭ ଦଣ୍ଡ ଯୋଗ୍ୟ। ଏ ତୋର ଧର୍ମ ଗୁରୁକୁଳ, ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ମାତା, ସୁପୁଣ୍ୟବତୀ ପତିବ୍ରତା। ରୋଦନ ନ କଲୁ ଯେ ଶୋକେ, ମୋହର ପ୍ରାୟେ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ ପଣେ, କୋପ ସମ୍ପାଦେ ବିପ୍ର ଗଣେ। ସେ କୋପ ନିଜ ଗୁରୁ ଦହେ, ସେ କୋପ ନିଜ କୁଳ ଦହେ। ଏଣୁ କେ ବିପ୍ରେ ହିଂସା ବହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ, ହରଷେ ଯୁଧିଷ୍ଠିର ଶୁଣି। ପୁଣି ନକୁଳ ସହଦେବ, ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି, କୁନ୍ତୀ ସହିତେ ଯେତେ ନାରୀ। ମହୁନେ କିଛି ନ ବୋଇଲେ, ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟେ ଭୀମସେନ, କ୍ରୋଧରେ ଅରୁଣ ଲୋଚନ। କୋପେ ଚାହିଁଲା ପୁତ୍ର ଶୋକେ, ବୋଇଲା ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ଼୍ଗେ କାଟି ଶିର, ଏହାକୁ ନ କରୁ ଉଦ୍ଧାର। ଏହାକୁ ନ କରୁ ଉଦ୍ଧାର। ଶୟନେ ଶିଶୁ ବଧ କଲା, ଜୀବନ ଥାଉଁ ଏ ମରିଲା। ଏହାକୁ ନ କରିଲେ ହତ, ଏ ପାପୁ ତରିବ କେମନ୍ତ। ଦ୍ରୌପଦୀ ତୁଲେ ବଜ୍ର ପାଣି, ଏ ଧର୍ମ ହସ୍ତେ ଏ ଧର୍ମ ଭୀମ ମୁଖ ଶୁଣି। ଅଳପ ହସେ ଭାବଗ୍ରାହୀ, ବୋଲନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନ ବାଚ ବ୍ରାହ୍ମଣ ବଧ ଯଜ୍ଞ ନେଇ, ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ କରେ ଆତ ତାଇ କର୍ମ, ତାକୁ ମାରିବା ଅଟେ ଧର୍ମ। ମାରଣ ଜୀବିତ ଏହାର, ଏହାକୁ ରଖ ବାର ବାର। ଉଭୟ ବାକ୍ୟ ମୋର କର, ଯେ ଧର୍ମ ଉଚିତ ବ୍ୟବହାର।
द्रौपदी पुत्र शोक बेळे तुझे बोइलू अबहेळे तोहर पुत्र शत्रु हाणी शिर चरणे देवी आणी खंडिब पुत्र शोक तेबे तोर वचन कर एबे शास्त्रे एहार तेजर शस्त्रे एहार तेजर जीवन मृत प्राय कर শাস্তি লাঞ্ছনে বিহরু এবি প্রজীবনে ন মরু শোক নথাউ কৃষ্ণাচিতে একথা কর ভীম হাতে একথা মোর সনমত শুনি অর্জুন কৃত্য তৎক্ষণে উঠি কপবরে তীক্ষ্ণ খড়গ ধরি করে কেশ ধইলা বামে মণি যে ଥିଲା ତାର ମାଥେ ଖଡ଼ଗ ଧରି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି ଆଣି ଥୋଇଲା ବାହୁ ବଳେ ଦ୍ରୌପଦୀ ଦେବୀ ପାଦ ତଳେ ବନ୍ଧନ ତତ୍କ୍ଷଣେ ପେଇଲା ଦ୍ରୌପଦୀ ତା ମୁଖ ଚାହିଁଲା ବାଳକ ହତ୍ୟା ଦୋଷେ ହୀନ ମଳିନ ଦିଶେ ତା ବଦନ ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା କେଶବ ନନ୍ଦନ ହରି ତାହାକୁ ରାଜ୍ୟୁ ଦୂର କରି ବ୍ରାହ୍ମଣ ଦଣ୍ଡି ଏହି ମତେ ମରଣ ଲୋଭ ଜୀବନ୍ତେ ଦ୍ରୋଣଙ୍କୁ ମୋରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବେ ରୁଣ୍ଡ ହୋଇ ସର୍ବେ ଆତୁର ପୁତ୍ର ଶୋକେ ବାଳକ ଘେନି ଏକେ ଏକେ ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନି ଜନେ ସୁଜନ ହିତେ ଭାଗବତ ବେଆଇ ରସମୟ ଗୀତ ପ୍ରଥମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ ଅମୃତ ଶ୍ରୀକୃଷ୍ଣ ଚରିତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାಂ ସଂହିତାୟାଂ ପ୍ରଥମ ସ୍କନ୍ଧେ ଦ୍ରୌପଦୀ ପୁତ୍ର ବଧେ ଅଶ୍ୱତ୍ଥାମା ମଣିହरणं नाम सप्तमोऽध्यायः।